ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍ ତଳୁ ଜଣେ 2 ବର୍ଷ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ମୃତ ଶିଶୁ ଜଣକ ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ ଚୁଳିଆ ମୁଣ୍ଡା ସାହିର ଟୁନା ମୁଣ୍ଡାଙ୍କ 2 ବର୍ଷର ପୁଅ ଅଭିଜିତ ମୁଣ୍ଡା ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ ଅଭିଜିତ କୁକୁର ସହିତ ଖେଳୁ ଖେଳୁ ଘରଠାରୁ ପ୍ରାୟ 1 କିଲୋମିଟର ଦୂରକୁ ଜଙ୍ଗଲ ମଧ୍ୟକୁ ଚାଲିଯାଇଥିଲା। ସେଠାରେ ସେ ନାଳରେ ପଡ଼ି ମୃତ୍ୟୁବରଣ କରିଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଶିଶୁ ପୁତ୍ରଟିର ସନ୍ଧାନ ପାଇନଥିଲେ। ଆଜି ସକାଳୁ ସିଆରିମାଳିଆ ଗାଁ ବ୍ରିଜ୍ ତଳ ନାଳରେ ଶିଶୁଟିର ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ କାମାକ୍ଷାନଗର ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଏନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଘଟିଥିଲା ସେ ଆମ ଗାଁର ମୁଣ୍ଡା ସାହି ତାଙ୍କ ଘର। ସେ ଅତି ଗରିବ ଶ୍ରେଣୀର ପିଲାଟି। ତାଙ୍କ ମା କାଲି ତାଙ୍କ ଘରର ଚାରିପଟ ଗୋଟେ ବାଡ଼ ଦଉଥିଲେ, ଝାଟି ବାଡ଼ ଦଉଥିଲେ। ସେ ପିଲାଟି ତାଙ୍କ ଘରର 2ଟା ଛୋଟ କୁକୁର ଥିଲେ। ତାଙ୍କ ସହିତ ଗେଲ ହେଇ ପୁଅଟି ଇଆଡ଼େ ପଳେଇ ଆସିଛି। କାଲି ସନ୍ଧ୍ୟାରେ 4ଟା ବେଳକୁ ତାଙ୍କ ସାହି ଲୋକ ଆଉ ଫାୟାର ବାଲା ଆଉ ଆମ ସ୍ଥାନୀୟ ପୁଲିସ ବାଲା ଆସି ସହଯୋଗରେ ଆମେ ବହୁତ ଖୋଜାଖୋଜି କରିଥିଲୁ, ମଧ୍ୟ ବିଫଳ ହେଇଥିଲୁ। ଆଜି ସକାଳେ ତାଙ୍କ ସାହି ଲୋକ ଆସି ଦେଖିଲେ ଯେ କହିଲେ ଭାଇ ଏଠି ପଡ଼ିଛି। ତାପରେ ପୁଲିସ ବାଲା ଫାୟାର ବାଲା ଆସିଲେ ସବୁ ଉଦ୍ଧାର କରିବୁ ଆଉ। ଢେଙ୍କାନାଳରୁ ହରେକୃଷ୍ଣ ରାଉତଙ୍କ ରିପୋର୍ଟ, ଖବର ଓଡ଼ିଶା।